ରାତିରେ ଆଜ୍ଞା ହେଇଥିଲା ଆମେ ଖାଇ ପିଇକି ଶୋଇଥିଲୁ କବଟ ଆସିକି ବାଡ଼େଇଲେ କବଟ ବାଡ଼େଇଲେ ମୁଁ ସେଠୁ କବଟ ବାଡ଼େଇଲା ବୋଲି ମୁଁ ସେ କବଟ ଖୋଲିଲି ପୁଅ ଆମର ରୋଷେଇ କରିଦେଲା ଶାଢ଼ୀ ରହିଥିଲା ଗାଁରେ ଥିଲା ମୁଁ କହିଲି ପୁଅ ବୋଧେ ଆସିବ ଯେଟା କବଟ ବାଡ଼ୁଛି ମୁଁ ସାଙ୍ଗେ ସାଙ୍ଗେ କବଟ ଖୋଲିଦେଲି କବଟ ଖୋଲିଦେଲା ଆସିକି ମତେ ସାଙ୍ଗେ ସାଙ୍ଗେ ଭିଡ଼ିକି ବାହାରକୁ ବାହାର କରିଦେଲେ ଗୋଟେ ଧକ୍କା ମାରିଲେ ମୁଁ ଆସିକି ପଡ଼ି ତାପରେ କହିଲା ରେ ବୁଢ଼ା ମୁଁ ସେଠୁ ଏଠି ଆସିକି ଛିଡ଼ା ହେଇକି କହିଲା ରେ ପାଞ୍ଚ ବୁଢ଼ା କୁଆଡ଼େ ପଳେଇବ ମତେ ଆଉ ଗୋଟେ ଧକ୍କା ମାରି ସେ ନଡ଼ା ହଲାରେ ଗଦାଟି ପଇଲି ଘର ପଡ଼ିଆ ଭିତରେ ମୋ ସାନ ପୁଅକୁ ଆଜ୍ଞା ସେ ଘର ଭିତରେ ପଶେଇକି ଭିଡ଼ିଆଇଲି ଭିଡ଼ି ଯେତେବେଳେ ଧକ୍କାଟା ମାରିଲି ତାଙ୍କ ହାତରେ ଖଣ୍ଡେ ଖଣ୍ଡେ ବନ୍ଧୁକ ଥାଇ ସେଇଠୁ ମୁଁ ଦେଖିକି ମୁଁ ଆଜ୍ଞା ନେଇକି ପଡ଼ି ଆଜ୍ଞା ଚିହ୍ନିନି ମୁହଁରେ ସବୁ କପଡ଼ା ବୁଡ଼ିଆ ବୁଡ଼ି ସବୁ କରିଦେଇଛି ତମେ ଚିହ୍ନି ପାରିବ ଅଧଡ଼ା ଆସିଲେ ରାତି ଆଜ୍ଞା ଗୋଟେ ରାତି ଆଜ୍ଞା ମୁଁ ଲାଇନ୍ କଟିଗଲା ଗରମ ହେଲା ମୁଁ ପାସ୍ ବସିବାକୁ ଉଠିଲି ଉଠିଲା ବେଳେ ମୁଁ ଦେଖିଲା ଆସି ନିଆଁ ହୁତୁ ହୁତୁ ଜଳୁଛି କେତେଟା ଲୋକ ବି ଗଣିପାରିନି ଲୋକ ମୋତେ ଦେଖାଗଲେ ମୁଁ ତ ଭୟ ପାଇଲା ମୁଁ ପଳେଇଲି ଗାଁକୁ ଅନ୍ଧାର ହେଇଛି ଗାଁରେ ସବୁ ଏମିତି କେହି କେମିତି ବୁଲୁଥିଲେ ମୁଁ କହିଲି ଆରେ ଘର ପଡ଼ିଗଲା କଥା କହିପାରୁନି ଆରେ ଘର ପଡ଼ିଗଲା ଗାଁକୁ ଡାକି ଘର ଯାଇ ପଳେଇଲି ଲୋକମାନେ ଗାଁ ମାନେ କେମିତି ଉଠିକିରି ଆସିକି ଏଇଠି ଜୁଟିଲେ ମୁଁ ତ ମୁଣ୍ଡ କ'ଣ ହେଲା ମୁଁ ଶୋଇଲି ଏତିକି ଡାକି ଦେଇକିରି ଆଉ ଏଇ ଘରେ ଶୋଇଥିଲି ଦେଖିଲା ଆଜି ନିଆଁ ଜଳୁଛି ଏଠି ଆଉ ସେଟା 1:05 ରୁ 10 ରାତି ଭିତରେ ଲାଇନ୍ ଜଷ୍ଟ କଟିଗଲା ତେଣୁକରି ଗାଁରେ ଉଠିଲା ଆସିକି ହୋହାଲ୍ଲା ପଡ଼ିଛି ତେଣୁକରି କ'ଣ ନା କିଛି ଦୁର୍ବୃତ୍ତ ଆସିକିରି ଆମ ଗ୍ରାମରେ ଗୋଟେ ଭାଇ ଜଣେ ସେ ଗାଁ ମୁଣ୍ଡ ଘର କରିଛନ୍ତି ସେଠି ଆସି ନିଆଁ ଲଗାଇ ଦେଇଛନ୍ତି ଆଉ ଏତିକି ଖବର ପାଇ ଆମେ ଯେତେବେଳେ ସମସ୍ତେ ଦୌଡ଼ିକି ଆସିଲୁ ଆସିକି ଦେଖିବା ଅବସ୍ଥାରେ ତାଙ୍କ ମା ଆଉ ତାଙ୍କ ପୁଅ ଗୋଡ଼ ହାତ ବେକରେ ରସି ପାଟିରେ ଗଜ କପଡ଼ା ପକେଇକିରି ବାନ୍ଧିକି ଫୋପାଡ଼ି ଦେଇଥିଲେ ଜଷ୍ଟ ଆମେ ଆସି ପହଞ୍ଚିକିରି ଖୋଲିଲୁ ଆମେ ଆସିଲୁ ତାପରେ 112କୁ କଲ୍ କଲୁ ଆମ୍ବୁଲାନ୍ସ ଆସିଲା ତାପରେ ଫାୟାର ଷ୍ଟେସନ ଗାଡ଼ି ଆସିଲା ଆଜ୍ଞା ନଥିଲେ ନିଆଁ ପ୍ରବଳ ଥିଲା ଧୂଆଁ ବି ହେଉଥିଲା ଆମେ ଆସି ଖୋଜିଲୁ ଲୋକମାନେ କୁଆଡ଼େ ଗଲେ ଆଗ ପିଲାମାନେ ସେ ଦାଦା ଖୁଡ଼ି ସବୁ କୁଆଡ଼େ ଗଲେ ଦେଖିଲା ସେଠି ପଡ଼ିଥିଲା ଆମେ ଯେଉଁ ଖୋଲିଲୁ ପୁରା ଲାଷ୍ଟ ଷ୍ଟେଜ୍ ହେଇଯାଇଥିଲା ସେ ପିଲାର ଆମେ ଯଦି ଟିକେ ଡେରି କରିଥାନ୍ତୁ ସେ ବି ମରିଯାଇଥାନ୍ତା